আবে কবাট খোলবে খোল কবাট তু কোন ভাবুଛୁ ঘর ভিতরে পশি কবাট দেদেলে মু তোতে ছাড়ি দেবি ঘর ভিতরে পশিবি টানি টানি নেই যাবি ফান্ডিকি তোর এতে সাহস তু ট্রাফিক সিগনাল মানিবুনু আবে খোলবে কে রে খোল নলে কবাট ভাঙিবি ঘর ভিতরে পশিবি জলদি খোল খোলিলে শলা দিন দুই পরটারে আসি কবাটটাকে মোর দুম দুম করে বাড়াউছি রে কবাটটা ভাঙি গলে কত বোপা আসি তৈরি করিব আবে খোলিল না নাই নলে তো কবাট ভাঙি দেবে আরে রে কে তুমি আরে মুবা পচারছি কে তুমি রে বড় মুশকিল লোক হয়ে পচারছি কে তুমি হু আর ইউ ইউ আর তুমি কি এই ননসেন্স নো কমন সেন্স নথিং ব্লাডি ফুল শলা মো ঘরে পশি মতে কোন পচারছু মু কিয়ে তারা কেতে নম্বর মাডুয়া বে তু দিনটারে গঞ্জেই টানিছু কি কোন ড্রেস দেখি জানি পারনু আর পচারছু মু কিয়ে তো দেহ ভাল নাই কি ভুলে গেলা হেলে হঠাৎ তো ট্রাফিক পুলিশর মো ঘরে কাম কোন মু সে ঝিওକୁ খোঁজুছি ঝিও হ্যাঁ মো ঘরে হ্যাঁ কিছু বুঝিওনি যে ট্রাফিক নিয়ম ভাঙিছি সেই ঝিও রাস্তা উপরে স্কুটি থই দৌড় দৌড় ঘর ভিতরে পশিগলা শীঘ্র সে ঝিওକୁ ডাক তমে তো এঠিকি পশি আসিল সেপটে কেতে দুর্ঘটনা ঘটি জীবনে ধ্বংস হয়ে যাও পৃথিবী মোর কিন্তু সে ঝিও দরকার ঘর ভিতরে সে ঝিও আছে সে ঝিওକୁ ডাক গাড়ি তো যাব ফান্ডিকি তমে বি যাব আরে বাবু ঝিও পিলা এঠি কাই নাই কাই নাই কাই তাহলে ঠিক আছে শিলার জবানি কি নেই মু যদি আজ মুন্নি কি বদনাম ন করিছি তাহলে মো না রতনা নুহে নাই করবে ঘর ভিতরে ইয়ে বড় মুশকিল পিলা কথা কৌ কৌ করে ভিতর বসে যাচ্ছ তুমি ডাকুন ডাকুছি রুয়া এ মা নয়না আসলি মা ଟିକେ নয়না ঝিওটা না তাহলে নয়না চলিব মানে খটা কম মিঠা বেশি ইয়ে কোউ কথা কলা ইয়ে কোন ঘটনা ইয়ে তো সেই ইয়ে কর চাল মো সাଙ୍ଗরে কুଆଡେ হিয়াডে খটা মিঠা কেন্দ্রକୁ ଯୋଉଠି খটা মিঠা খিয়া যায় তোর এতে সাহস তু ট্রাফিক সিগনাল মানিবুনু মু তো পছরে হুইছিলি মারি গোড়েইছি তথাপি তোর ভয় নাই কথা কলে ট্রাফিক বাবু ମୋ ଗାଡିର ବ୍ରେକ୍ ଟିକେ କମ ଥିଲା ତ ତମେ ଏରିଆ ଭିତରୁ ପଶିଗଲା ଆଉ ପଶିଗଲା କେତେବେଳେ ମୁଁ ପୁଣି ବାହାରକୁ ବାହାର କରିବି ନା ନାଇଁ ତେଣୁ ଡବଲ ଫାଇନ ଲାଗୁ ହେଲା ଏକରେ ବ୍ରେକ୍ ଫେଲ ଗାଡି ଚଲାଉଛ ଦ୍ୱିତୀୟରେ ଟ୍ରାଫିକ ନିୟମ ଭାଙ୍ଗିଛ ଗାଡି ତ ଯିବ ଫାଣ୍ଡିକି ତମେ ବି ଯିବ ଫାଣ୍ଡିକି ଫାଣ୍ଡି ହାଜତରେ 2 ଦିନ 2 ରାତି ରହିବ ତେବେ ଯାଇ ତମେ ଇଏ ଗୋଟେ କଥା ନା ହେ ବାବୁ ଝିଅ ମୋର ଗୋଟେ କଣ ଭୁଲ କରିଛି ତା ବୋଲି ରାତିଟାରେ ଯାଇ ଫାଣ୍ଡିରେ ରହିବ ତା ନହେଲେ ଫାଣ୍ଡି ବୋଲା ଆସିକି ରାତିରେ ତମ ଘରେ ରହିବ ଆମ ଘରେ କାଇଁ ରହିବେ ଜୋରିମାନା ଆଦାୟ କରିବେ ଖଟା ମିଠା ଖାଇବେ ଖଟା ମିଠା ପୁଣି କଣ ଶଳା ସବୁ କଥାରେ ଗୋଟେ ଖଟା ମିଠା ସେଇଟା ତମର ସେ ଆଉଟଡେଟେଡ୍ ବ୍ରେନରେ ଢୁକିବନି ମୁଁ କିନ୍ତୁ ବୁଝି ସାରିଲିଣି ବାପା ଟ୍ରାଫିକ ବାବୁ କିଛି ମୁହଁରେ ନେବାକୁ ଚାହୁଁଛନ୍ତି ଆଉ ଦେଇ ଦଉନୁ ଏତେ ଝାମେଲା ଯାଇ ଯାଉଛୁ କାହିଁକି ହଁ କଥାରେ କଥାରେ ଦେଇଦବ ନା କଣ ଆଉ ସିଗ୍ନାଲ ଭଗା କେସ୍ ଏଠି କଣ ବରା ସିଙ୍ଗିଡା ମଗେଇବି ବରା ସିଙ୍ଗଡା ମଗେଇବି ବରା ସିଙ୍ଗଡା ସେଗୁଡା ମଣିଷ ଖାଆନ୍ତି ତାହେଲେ କୁକୁଡ଼ା ଚଳିବ ଥଣ୍ଡା କମ ଗରମ ବେଶୀ ବୁଝିଗଲାନି ଥଣ୍ଡାକୁ ଥଣ୍ଡା ଗରମ ହବ କେମିତି ଆଚ୍ଛା ତମେ ଝିଅ ପିଲା ନା ମଝି ମଝିକା ନା ନା ମୁଁ ଏକଦମ ଝିଅ ଖାଣ୍ଟି ଗୁଆ ଘିଅ ତାହେଲେ ଗୁଆ ଝିଅକୁ ଗରମ କରି ତରଳା ଯାଇ ଥଣ୍ଡା କରିକି ଖିଆ ଯାଏ ନା ନାଇଁ ଓହୋ ମୁଣ୍ଡ ଖରାପ କରିଦେବେ ରେ ଶଳା ଥଣ୍ଡା ଗରମ ଖଟା ମିଠା ବରା ସିଙ୍ଗିଡାରୁ କୁକୁଡ଼ା ଏବେ କହିଲାଣି ଗୁଆ ଘିଅ ଖାଇବ ଏ ବାବୁ ତମେ ଠିକ କରି କହିଲ କଣ ଖାଇବ ତମ ଝିଅ କଣ ଓହୋ ବାପା ତମେ ତାଙ୍କ ଉପରେ ବିରକ୍ତ ହଉଛ କାହିଁକି ଏଟା ସିଗ୍ନାଲ ମଙ୍ଗା କେସି ହେ ତୁ ସିଙ୍ଗିନାଲ ଭାଙ୍ଗୁଥିଲୁ କାହିଁକି ଏଠି ଏତେ ଝାମେଲା ହବାକୁ ଯାଉଛି କାହିଁକି ଠିକ ଅଛି ଟଙ୍କା 5,000 ଦିଅ ତମ ଗୁଆ ଘିଅ ତମ ଘରେ ସାଇତା ହେଇ ରହୁ ଆମ୍ଭେ ମନ ଦୁଃଖ କରିବୁ କୁକୁଡ଼ାରେ ସମାଧାନ କରିଥିଲ ଥରେ ଟଙ୍କା 5,000 କଣ ମାଗିଲାଣି ତମେ ତ ସବୁଥିରେ କୃପଣଗିରି ଦେଖେଇଲ କେସ୍ ଫାଇନାଲ ହବ କେମିତି ହଉ ହଉ ହେଲା ମୁଁ ଆଉ କୃପଣଗିରି ଦେଖେଇବିନି ଚାଲ ହୋଟେଲକୁ ଯିବା ସେଇଠି ମୁଁ ତମକୁ ମନ ଇଚ୍ଛା କୁକୁଡ଼ା ଝୋଳ ଖୋଇବି ତମେ ଗୋଟେ ବଧ ପାଗଳ ଆଉ ହୋଟେଲ ଯାଇ ସେ ଅପରିଷ୍କାର ସ୍ଥାନରେ ସେ ଅପରିଷ୍କାର ଜିନିଷକୁ ମୁଁ ଭିତରକୁ ନେବି ହଉ ନୋ ନେଭର ଜୀବନି ତ ଖାଇବ କେମିତି କାହିଁକି ତମ ଘରେ କଣ ଖାଇ ହବନି ତାମାନେ ମୁଁ ଯାଇ କୁକୁଡ଼ା ମାଛ ଏଠିକି ଆଣିବି ନାଇଁ ବାପା ଆଣିବା କଣ ଦରକାର
କୁକୁଡ଼ା ମାଂସ ପୁରା ମୋ ଫ୍ରିଜରେ ଅଛି। କଣ ସେ ତାକୁ କଞ୍ଚା ଖାଇବ? କାହିଁକି ତମ ଝିଅ କଣ ରୋଷେଇ କରି ଜାଣିନି କି? ହଁ ମୁଁ ବଢିଆ ରୋଷେଇ ହେ ବାବୁ ରୋଷେଇ ହବ, ତମେ ଖାଇବ ପିଇବ, ତାପରେ ଯାଇ ଏଠୁ ଯିବ। ସେତେବେଳେ ଯାଇ ଏଠି କରିବ କଣ? ତମ ବେଡରୁମରେ ଆମେ ଟିକେ ରେଷ୍ଟ ନେବା। ଆଉ ସେପଟେ ତମ ଟ୍ରାଫିକ ପୋଷ୍ଟ କିଏ ଜଗିବ? ମୋ ଡ୍ୟୁଟି ଓଭର ହେଇଗଲାଣି, ଆଉ ଯାହାର ଡ୍ୟୁଟି ସେ ଆସି ପହଞ୍ଚି ସାରିବନି। ନାଇଁ ରେ ବାପା, ଏତେ ସମୟ ମୁଁ ତମକୁ ମୋ ଘରେ ସମ୍ଭାଳି ପାରିବିନି। ଆଉ ଠିକ ଅଛି, ଫାଣ୍ଡି ବାଲା ତମ ଝିଅକୁ ନେଇଯିବେ, ଫାଣ୍ଡିରେ ରଖିବେ, ସମସ୍ତେ ମିଶିକି ସମ୍ଭାଳିବେ। ମୁଣ୍ଡ ପିଟି ଯଦି ଯାଉଛି। କାହିଁକି ତମ ମୁଣ୍ଡ ପିଟନି, ମୁଁ ତ ସବୁ କରିବି, ତମେ କାହିଁକି ତ ବ୍ୟସ୍ତ ହେଇପଡୁଛ? କାଇଁ ବ୍ୟସ୍ତ ହଉଛି? ସେ କଣ କହୁଛି କିଛି ବୁଝୁଛୁ କି? ବୁଝିପାରୁଛି, ବୁଝ ରାଜି ହଉଛି। ସିଏ ଆରାମ କଲେ ତମର କଣଟା ଅସୁବିଧା ଯାଉଛି? ଜମିଗଲା, ଖଟା ମୋଟେ ନାହିଁ, ମିଠା ପ୍ରଚୁର। ମୁଣ୍ଡ ଖରାପ କରିଦେବେ। ଏ ଗୁଆ ଘିଅ, ଏ ଗୁଆ ଘିଅ, ଆ ମୋ ସାଙ୍ଗରେ। ବାପା ତୁ ଯିବ ଫୋର ଦଫା ଲାଗିଲା, ତୁ ଜୀବନରେ କେବେ ବି ଗାଡି ଚଲେଇ ପାରିବୁ। ତମେ ରାଜି ହୁଅ ନା? ହେଲା ହେଲା, ମୁଁ ରାଜି। ମୁଁ ତତେ ରୋଷେଇରେ ସାହାଯ୍ୟ କରିବି। ତମେ ରୁହ, ତମେ ସାହାଯ୍ୟ କରିବ। ତମେ ଚୁପଚାପ ସେଇଠି ବସ। ଯଦି କହିବ ହଁ ମୁଁ ରାଜି, ଯଦି କହିବ ନା ମୁଁ ରାଜି। ନା ନା, ମୁଁ ପୁରା ପୁରି ରାଜି। ବାବୁ ବ୍ୟସ୍ତ ହୁଅ ନା, ଫେରିଲେ ତମର। ଏବେ କିନ୍ତୁ ମୋର। ଶଳା କିଳା କୁଆଡେ ବୁଲି 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 ଆସି ମୋରି ଘରେ ପଶିଲା। ରୋଷେଇ ହବ, ଖାଇବ ପିଇବ, ବିଶ୍ରାମ ନବ, ତାପରେ ଯାଇ ଯିବ। ତମ ଝିଅ ପରଫେକ୍ଟ ଗୁଆ ଝିଅ। ଏମିତି ଶାନ୍ତି ମୋ ଜୀବନରେ ମୁଁ ଆଗରୁ କୋଉଠି ପାଇନଥିଲି। କଣ ଯେତେ ଶୀଘ୍ର କୁକୁଡ଼ା ମାଂସ ତିଆରି ହେଇଗଲା, ତମେ ଖାଇ ପିଇ ଆରାମ କରି ଚାଲି ଆସିଲ। କୁକୁଡ଼ା ମାଂସ କଣ, ମୁଁ ଯୋଉ ଟଙ୍କା 100 ରଖ। ଟଙ୍କା କଣ କରିବି? ସମଥିଙ୍ଗ। ମୁଁ ଏତେ ଅଭଦ୍ର ନୁହଁ କି ତମ ଝିଅ ଆମକୁ ଏତେ ସୁନ୍ଦର ଆତିଥ୍ୟ ଦେଲା, ତା ପ୍ରତିବଦଳରେ ଆମେ କିଛି ଦବୁ ନା ନାହିଁ। ଆଜି ଏତିକି ରଖ, ପୁନର୍ବାର ଆସିଲେ ମୋଟା ଅଙ୍କର ଦେବି। ମୁଣ୍ଡ କଣ କିରେ ଘଟଣା? ରେ ଟଙ୍କା 5,000 ମାଗୁଥିଲା, କୁକୁଡ଼ା ମାଂସ ଖାଇବ ବୋଲିକି ଜିଦ୍ କଲା। ମାଂସ ଖାଇଲାନି କି ଟଙ୍କା ନେଲାନି, ଓଲଟି କଣ 100 ଟଙ୍କା ଦେଇକିରି ଗଲା। କଣ ହେଲା? ବାପା ସେ ଚାଲିଗଲେଣି ନା? ହଁ ଗଲେଣି ଯେ, ଆଉ ପୁଣି ଯିଏ କଣ ଜାଣିଲ ବାପା, ତୁମ 5,000 ଟଙ୍କା ନା ସେମିତି ରହିଗଲା। କୁକୁଡ଼ା ମାଂସ ଫ୍ରିଜରେ ସେମିତି ଅଛି, କିଛି ଆବଶ୍ୟକ ହେଲାନି। ହେଲେ ସେ ଶାନ୍ତି ହେଲା କେମିତି? ବାପା କହିବି ତମ ଝିଅକୁ ନା ଗୋଟାଏ ଛୋଟ ତ୍ୟାଗ କରିବାକୁ ପଡିଲା। ଭଲ ହେଲା ବାପା? କହିଲା ଭଲ ହେଲା ନା ଘୋଡ଼ା ଡିମ୍ବ ହେଲା।